जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज हम राष्ट्र सेशन आरंभ करिबा राष्ट्र सेशन क्रम रे मु आज आमे सर्वशेष नक्षत्र क्रमर नक्षत्र जो सीरीज बनौतले नक्षत्र शेष हवाकू जाउची जो स्पेसिफिकेशंस गुडा बनौतले शेष हवाकू जाउची रेवती नक्षत्र आमे 27 नक्षत्र सीरीज आज कंप्लीट करूचे कालीठू हमर संक्रांति आरंभ होई जिवो वैशाख मास आरंभ होई जिवो आ नुआ नक्षत्रर प्रेडिक्शन टेक्निक विषय भी जानिबा नक्षत्र विषय डिटेल आहुरी आगु जानिबा किंतु जो स्पेसिफिकेशन गुडा आज क्लियर हो गला आमे आगु जाएंगे नक्षत्रर जो को नक्षत्रर जन्म होइतो व्यक्तिर कि भली भाबरे तार कैरेक्टरिस्टिक्स रहिबो से विषय जानिबा काई ना चंद्र हमर जे कोन जो नक्षत्र बसी गला सेटा हमर राशि हेइ गला ठीक अछि ना जो नक्षत्रर जो घर बसी गला चंद्र चंद्र जो भाबरे बसिला सेटा हमर राशि तो चंद्र जोटी बसिथिबो सेटा गोटे नक्षत्र रे गोटे बसिथिबो ताले सेई नक्षत्र रे सीरीज हिसाब रे तार कोनोसी किभଳି भाबरे तार कोन रहिथिबो सेटा विषय रे हमें गोटे छोटो डिस्कशन करिवा एवं आगु जाके डिटेली पढिबा नक्षत्र गुडा पुनी आउथरे तार माने एडा हला तो स्पेसिफिकेशन रिकमेंड कैरेक्टरिस्टिक्स गुडा को हमें पढिबा ଯେତେବେଳେ ପୂର୍ବ ବୈଦିକ ଯୁଗରେ କୌଣସି ପ୍ରେଡିକ୍ସନ ଟେକ୍ନିକ ନଥିଲା ଫଳାଦେଶର ମଡର୍ନ ପ୍ରେଡିକ୍ସନ ଫଳାଦେଶ ଟେକ୍ନିକ ନଥିଲା ସେତେବେଳେ ନକ୍ଷତ୍ରକୁ ବେଶ କରିକି ସବୁ ଫଳାଦେଶ କରାଯାଉଥିଲା କାରଣ ଆପଣଙ୍କ କୁଣ୍ଡଳୀରେ ଆପଣଙ୍କର ଗ୍ରହ ଯେକୌଣସି ଭାବରେ ବସିଥାଉ ସିଏ ଗୋଟେ ନକ୍ଷତ୍ର ବସିଥିବ ନକ୍ଷତ୍ର ରୁଟ ନକ୍ଷତ୍ର ଫୁଏଲ ହେଲେ ସେଇ ଭାବରେ ବସିଥିବା ଗ୍ରହଟି ହଉଛି ତାର ଗାଡି ବା ଭେହିକେଲ ତ ଚାଲନ୍ତୁ ଆଜି ଆମେ ରେବତୀ ନକ୍ଷତ୍ର ବିଷୟରେ ପଢିବା ରେବତୀ ନକ୍ଷତ୍ରର ଦେବତା ହଉଛନ୍ତି ଏଇ ନକ୍ଷତ୍ର କୁହାଯାଏ ୱେଲ୍ଦି ଷ୍ଟାର ଭାଇ ରେବତୀ ନକ୍ଷତ୍ର ବାଲା ତମକୁ ଧନୀ ମିଳିବେ ଏଇଠି ଯଦି ଜଣେ କହିବ ଧନର ମର୍ମ ଦେଇଦବ ପଇସା ଖାଲି ଯଦି କହିବ ଧନ ମାନେ ପଇସା ତାହେଲେ ହରିବୋଲ ହେଇଗଲା ତମେ ବୁଝିପାରିଲନି ଜୀବନରେ ଧନ ମାନେ ସେ କୌଣସି ଗୋଟେ ଜିନିଷରେ ତାଙ୍କ ପାଖରେ ଆବଣ୍ଡାନ୍ସି ଥିବ ଚାहे ବିଦ୍ୟାରେ ହଉ ଚାहे ଧନରେ ହଉ ଚାहे ମନରେ ହଉ ଚାहे କର୍ମର କିଛି ଗୋଟେ ଜିନିଷର ଆବଣ୍ଡାନ୍ସି ତାଙ୍କ ପାଖରେ ଥିବ ହିଁ ଥିବ ରେବତୀ ନକ୍ଷତ୍ର ବାଲାଙ୍କ ପାଖରେ ସେଇଟା ଡିପେଣ୍ଡ କରୁଛି ତାଙ୍କ ଚନ୍ଦ୍ର ଉପରେ ନୈସର୍ଗିକ ଶୁଭ ଗ୍ରହର ଦୃଷ୍ଟି ଅଛି କି ନୈସର୍ଗିକ ପାପ ଗ୍ରହର ଦୃଷ୍ଟି ଅଛି ଆଉ ତାଙ୍କର ଚନ୍ଦ୍ର 6, 8, 12 ଘରେ ତ୍ରିକ ଭାବରେ ଅଛି କି ସେଇଟା ବି ଆପଣ ସେଗୁଡା ସବୁ ଦେଖିବାକୁ ପଡିବ କିନ୍ତୁ ଏଇଟା ଗୋଟେ ଜେନେରାଲ ନୋସନ ଗୋଟେ ଡାଇରେକ୍ଟ କଥା ଯେ ରେବତୀ ନକ୍ଷତ୍ର କୁହାଯାଏ ଦ ୱେଲ୍ଦି ଷ୍ଟାର ମାନେ ଇଏ ଧନୀ ଷ୍ଟାର ଧନୀ ଲୋକଟା ୟାର ଦେବତା ହଉଛନ୍ତି ପୁଷ୍ଟାଣ ଆଉ ରେବତୀ ନକ୍ଷତ୍ର ଏ ପେୟାର ଅଫ ଫିସ୍ ମାନେ ଦିଟା ମାଛ ମୀନ ରାଶିର ଯେମିତି ଦେଖିଥିବେ ଯଦି ତମେ ଦିଟା ମାଛ ସେଇଟା ତାର ବି ଚିହ୍ନ ହେଇପାରେ କିମ୍ବା ଡ୍ରମ ବି ଚିହ୍ନ ହେଇପାରେ ରେବତୀ ନକ୍ଷତ୍ରର ରେବତୀ ନକ୍ଷତ୍ର କୁ ଯୋଉ ପ୍ଲାନେଟ ରୁଲ କରନ୍ତି ସେ ହଉଛନ୍ତି ବୁଧ ଯୋଉ ଧର୍ମ ଅର୍ଥ କାମ ମୋକ୍ଷ ରହୁଛି ରେବତୀ ନକ୍ଷତ୍ର ମୋକ୍ଷକୁ ରିପ୍ରେଜେଣ୍ଟ କରେ ମୋକ୍ଷ ପୁରୁଷାର୍ଥକୁ ରିପ୍ରେଜେଣ୍ଟ କରେ ଏବଂ ରେବତୀ ନକ୍ଷତ୍ର ହଉଛି ଦେବଗଣ ରେବତୀ ନକ୍ଷତ୍ରର ବର୍ଣ୍ଣ ହଉଛି ଶୂଦ୍ର ୟାର ନିଜସ୍ୱ ତତ୍ଵ ହଉଛି ଆକାଶ ତତ୍ଵ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଭିତରୁ ଯୋଉ ତ୍ରିମୂର୍ତ୍ତିଙ୍କ ଭିତରୁ ଭଗବାନ ଶିବ ଏଇ ନକ୍ଷତ୍ରକୁ ରୁଲ କରିଥାନ୍ତି ଏବଂ ଏଇ ନକ୍ଷତ୍ରକୁ ଯୋଉ ପଶୁ ରିପ୍ରେଜେଣ୍ଟ କରେ ସେ ହଉଛନ୍ତି ମାଇ ହାତୀ ଆଉ ଏଇ ନକ୍ଷତ୍ରକୁ ଯୋଉ ପକ୍ଷୀ ରିପ୍ରେଜେଣ୍ଟ କରେ ସେ ହଉଛି ପାରା ଆଉ ଏଇ ନକ୍ଷତ୍ରକୁ ଯୋଉ ଗଛ ରିପ୍ରେଜେଣ୍ଟ କରେ ସେଇଟା ହଉଛି ମହୁଲ ଗଛ ଆଉ ଯଦି କୌଣସି ଲୋକ ରେବତୀ ନକ୍ଷତ୍ରରେ ଜନ୍ମ ହେଇଥାଏ ତାହେଲେ ତାର ଆଦ୍ୟ ଅକ୍ଷର ନାଁ ହବା ଦରକାର ଦେ ଦୋ ଚା ଚା ଚି ଏଇଗୁଡାକ ତାର ନକ୍ଷତ୍ରର ହବା ଦରକାର ଛି ବି ହେଇପାରିବ ଛ ବି ହେଇପାରିବ ତ ଆଜିର ସେସନ ଆମେ କମ୍ପ୍ଲିଟ କଲେ ନକ୍ଷତ୍ର ସିରିଜର କ୍ରମରେ 27ଟା ନକ୍ଷତ୍ରର ଡିଟେଲ୍ସ ଗୁଡାକ କମ୍ପ୍ଲିଟ କଲେ ଆମେ ଆଗକୁ ଯାଇକି ନକ୍ଷତ୍ରର ଯୋଉ ପ୍ରେଡିକ୍ସନ ଟେକ୍ନିକ ଉପରେ ଧ୍ୟାନ ଦବା ଆଉ ସେତେବେଳେ ଆମେ କହିପାରିବା ଯେ ଆମେ ଅଲରେଡି 27ଟା ନକ୍ଷତ୍ର ସାରି ଦେଇଛୁ ଆପଣ ମାନେ 27ଟା ନକ୍ଷତ୍ରକୁ ଦେଖି ନିଅନ୍ତୁ ଏଇ ଯୋଉ ପ୍ରେଡିକ୍ସନ ଟେକ୍ନିକ ରହିବ ଏଥିରୁ କିଛି ମୁଁ ଆପଣ ମାନଙ୍କୁ ଅନଲାଇନ ରହିବ ଆଉ କିଛି ରେକର୍ଡେଡ ରହିବ ନାହିଁ
କାହିଁକି ନା ସବୁ କିଛି ଏମିତି ଫ୍ରିରେ ଦେଇ ହବ ନାହିଁ। ତ ଆପଣ ମାନଙ୍କୁ କିନ୍ତୁ ମୁଁ ସିଓର ସଟ୍ ଗୋଟେ ପ୍ରେଡିକ୍ସନ ଟେକ୍ନିକ ଦେବି, ଯୋଉଟାରୁ ଆପଣ ଫଟ ସେ ଜାଣିପାରିବେ ଯେ ସେ ଲୋକଟା କ୍ୟାରେକ୍ଟରିଷ୍ଟିକ୍ସ କଣ ହେଇଥିବ କୁଣ୍ଡଲି ଦେଖୁ ଦେଖୁ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।